ନମସ୍କାର, ଜୟ ଜଗନ୍ନାଥ। ଆମର କଟକରୁ ସୁଶାନ୍ତ ଭାଇ ଆସିଛନ୍ତି। ସିଏ ଗୋଟେ ଆପୋଲୋର ଗୋଟେ ଟାବଲେଟ୍। ଟାବଲେଟ ପାଇଛନ୍ତି। ତ ସେ ଟାବଲେଟକୁ ବର୍ତ୍ତମାନ ସୁଦ୍ଧା କଲ୍ କିଛି ଆସିନି। ମୋ ପାଖରେ ଦେଇକି ଯାଇଛନ୍ତି। ମୁଁ ତ ଥାନାରେ ଜଣେଇଦେବି। ଲୋକାଲ ଥାନା ଯିଏ ଅଛନ୍ତି ଆମର ଆଇଆଇସି ତାଙ୍କୁ ଜଣେଇଦେବି। ଯଦି କୌଣସି ସହୃଦୟ ଭାଇଙ୍କର ଏଇ ଟାବଲେଟ ହଜିଛି, ତ ନିହାତି ଆମ ସହିତ ଏଇ ଏଇ ମୋ ଯଦି କଲ୍ ଆସିବ ଆପଣ ରିଟର୍ନ ପାଇଯିବେ, କିଛି ଅସୁବିଧା ନାହିଁ। ଆପଣ ସୁରକ୍ଷିତ ଅଛି। ମୁଁ କଟକରୁ ଆସିଥିଲି, କଟକରୁ ଆମର ସୁଶାନ୍ତ ଭାଇକୁ ଧନ୍ୟବାଦ ଦେବି। ଯାହା ହଉ ସଚ୍ଚୋଟତା ଇମାନଦାର ମଣିଷ ପୁଣିଆ ଦେଖିଛନ୍ତି। ଏମିତି କୌଣସି ଜିନିଷ ଯଦି ପାଉଛନ୍ତି ସଚ୍ଚୋଟତା ସହିତ ଫେରାନ୍ତୁ। ଆଉ ନିହାତି ଯୋଉ ଭାଇଙ୍କର ଯେମିତି ଆମେ ଆଗାମୀ ଦିନରେ 70,000 ଟଙ୍କା ଫେରେଇଥିଲୁ, ଯଦି କୌଣସି ଭାଇଙ୍କର ଟାବଲେଟ ଅଛି, କଲ୍ କରନ୍ତୁ, ସୁରକ୍ଷିତ ଆସିକି ନେଇଯାଆନ୍ତୁ, କିଛି ଅସୁବିଧା ନାହିଁ। ଆପଣଙ୍କ ଜିନିଷ ଯେତେ ଦିନ ଭିତରେ ବି ଆପଣ ଆସିକି ନେବେ, ଆପଣଙ୍କ ଜିନିଷ ଫେରିକି ପାଇବେ। ଟିକେ ବୁଲେଇକି ଦେଖେଇଦେଲ ତାର କଲରଟା କଣ, ଦେଖନ୍ତୁ ଏଇ କଲରଟା ଆକ୍ଚୁଆଲି ସୁଇଚ୍ ଅଫ୍ ଅଛି, ଆମେ ଚାର୍ଜ ବସେଇ ଦଉଛୁ। ଯଦି କୌଣସି ଭାଇ ଫୋନ ବି ଆସିନି ବର୍ତ୍ତମାନ ସୁଦ୍ଧା, ଯଦି କୌଣସି ଭାଇଙ୍କର ଏମିତି ଟାବଲେଟ ହଜିଛି, ଏଥିରେ କଲ୍ ଆସିବ, ତାଙ୍କର ଆଡ୍ରେସ ପ୍ରୁଫ୍ ଆସିବେ, ଆମେ ନୟାପଲ୍ଲୀ ଥାନା ନିକଟସ୍ଥ ଆପଣ ହ୍ୟାଣ୍ଡ ଓଭର କରିଦେବୁ। ରହିଲି, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ ଧନ୍ୟବାଦ ଦଉଛି। ଆଜ୍ଞା। କଣ କହିବୁ କୁହ? କଣ କହିବି, ମୁଁ ତ ଗାଡି ପୋଛିଲା ବେଳକୁ ବୁଧବାର ଦିନ ଦେଖିଲି ଡେକିରେ ପଡିଛି। ତାକୁ ଦିନେ ଦି ଦିନ ଅପେକ୍ଷା କଲି, କାଳେ ଫୋନ ଆସିଲେ ଦେଇଦେବେ ବୋଲିକା। ତ ଫୋନ ଆସିଲାନି, ମୁଁ କହିଲି ନାଇଁ ଦିନବନ୍ଧୁ ଭାଇକି ଯାଇକି ଦେଇଦେବି, ସେ ସେଠି ସେଫ୍ ରହିବ ଆଉ। ଠିକ ଦିନ ଅଛି, ଭାଇ ଯାଇକି ଦେଇଦେବେ ଥାନାରେ ଆଉ। ଯାଅ, ଜୟ ଧନ୍ୟବାଦ, ଜଗନ୍ନାଥ। ରହିଲି।